ମାଟି କାମୁଡ଼ିଲା କଙ୍ଗାରୁ ଟିମ୍ ଭାରତର ଐତିହାସିକ ବିଜୟ। ହଁ ଦର୍ଶକ ବନ୍ଧୁ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ପର୍ଥରେ ଚାଲିଥିବା ଏହି ମ୍ୟାଚ୍ରେ ଭାରତ କଙ୍ଗାରୁ ଟିମ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଭାରତ 295 ରନ୍ରେ ବିଜୟ ହାସଲ କରିଛି। 534 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଟିମ୍ ମାତ୍ର 238 ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି। ଫଳରେ ଭାରତ ସିରିଜରେ 1-0ରେ ଆଗୁଆ ରହିଛି। ଭାରତ ପକ୍ଷରୁ ବୁମ୍ରା ଏବଂ ସିରାଜ 3ଟି ଲେଖାଏଁ ୱିକେଟ୍ ନେଇଥିଲେ। ଟସ୍ ଜିତିବା ଏବଂ ପ୍ରଥମ ବ୍ୟାଟିଂ କରିବା ପରେ ଭାରତ ପ୍ରଥମ ଇନିଂସରେ 150 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 104 ରନ୍ର ଅଲ୍ ଆଉଟ୍ ହୋଇଥିଲା। ପ୍ରଥମ ଇନିଂସ ଆଧାରରେ ଭାରତ 46 ରନ୍ର ଅଗ୍ରଣୀ ହାସଲ କରିଥିଲା। 6 ୱିକେଟ୍ରେ 487 ରନ୍ର ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା ଏବଂ 533 ରନ୍ର ଅଗ୍ରଣୀ ହାସଲ କରିଥିଲା। ଏହି ସିରିଜ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଫାଇନାଲରେ ପହଞ୍ଚିବ ତାହା ସ୍ପଷ୍ଟ ହୋଇଯିବ। ଭାରତ ଅତି କମ୍ରେ 4ଟି ଟେଷ୍ଟ ଜିତିବା ପାଇଁ ପଡ଼ିବ ଏହି 5 ଟିକିଆ ସିରିଜ୍ରୁ।